ପିଲାମାନେ ଆଜି ଆମେ ଦଶମ ଶ୍ରେଣୀର ରାଜନୀତି ବିଜ୍ଞାନର ପ୍ରଥମ ଅଧ୍ୟାୟ ଭାରତରେ ସ୍ୱାଧୀନତା ପରବର୍ତ୍ତୀ ରାଜ୍ୟ ପୁନର୍ଗଠନ ଆରମ୍ଭ କରିବା। ଏହାର ପ୍ରଥମ ପାଠ ଅଛି ନୂତନ ରାଜ୍ୟ ଗୁଡ଼ିକର ଗଠନ। ତାହେଲେ ଦଶମ ଶ୍ରେଣୀର ରାଜନୀତି ବିଜ୍ଞାନର ଆମେ ପଢିବା ବର୍ତ୍ତମାନ ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତରେ ରାଜ୍ୟ ଗୁଡ଼ିକର କେମିତି ପୁନର୍ଗଠନ ହେଲା। ସେହି ପାଠରେ ଆମେ ନୂତନ ରାଜ୍ୟ ଗୁଡ଼ିକର ଗଠନ ଆମେ ବର୍ତ୍ତମାନ ଆଲୋଚନା କରିବା। ପିଲାମାନେ ତୁମେମାନେ ସମସ୍ତେ ଜାଣିଛ ଆମ ଭାରତ 1947 ମସିହା ପୂର୍ବରୁ ଇଂରେଜ ମାନଙ୍କର ଶାସନ ଅଧୀନରେ ଥିଲା, ପରାଧୀନ ଥିଲା। କିନ୍ତୁ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଭାରତ ଇଂରେଜ ଶାସନରୁ ମୁକ୍ତ ହେଲା ଏବଂ ଭାରତର ଏକ ବିଧିବଦ୍ଧ ସମ୍ବିଧାନ ପ୍ରଣୟନ ହେଲା ଏବଂ ଭାରତର ଶାସନ ଆମ ନିଜ ହାତରେ ଆମେ ନିଜେ ଶାସନ କଲୁ ଆମକୁ। ଏବଂ ସେହି ଅନୁସାରେ ଦେଶ ଯେତେବେଳେ ସ୍ୱାଧୀନ ହେଲା 1947 ଅଗଷ୍ଟ 15ରେ, ସେତେବେଳେ ଦେଶରେ ମୋଟ ରାଜ୍ୟ କହିଲେ 14ଟି ରାଜ୍ୟ ଥିଲା ଏବଂ 6ଟି କେନ୍ଦ୍ରଶାସିତ ଅଞ୍ଚଳ ଥିଲା। କିନ୍ତୁ ତା ପରବର୍ତ୍ତୀ ସମୟରେ ସେହି ରାଜ୍ୟ ଗୁଡ଼ିକର ପୁନଶ୍ଚ ପୁନର୍ଗଠନ ହେଲା ଏବଂ ଅଧିକ ରାଜ୍ୟ ଗଠନ ହେଲା ଏବଂ ଅଧିକ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଗଠନ ହେଲା। ଏବଂ ସେହି ସମୟରେ ମଧ୍ୟ ଇଂରେଜ ମାନେ ଯେତେବେଳେ ଦେଶ ଛାଡ଼ିକି ଗଲେ, ସେତେବେଳେ ଆମ ଦେଶରେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ କିଛି ଦେଶୀୟ ରାଜ୍ୟ ବା ତାହାକୁ ଗଡ଼ଜାତ ରାଜ୍ୟ ମଧ୍ୟ କୁହାଯାଉଥିଲା। ସେହି ଗଡ଼ଜାତ ରାଜ୍ୟ କିଛି ଥିଲା। ସର୍ବମୋଟ କହିବାକୁ ଗଲେ 535 ପାଖାପାଖି ଆମର ଗଡ଼ଜାତ ରାଜ୍ୟ ଥିଲା। ଗଡ଼ଜାତ ରାଜ୍ୟ କହିଲେ କଣ ବୁଝିବା ନା ସେହି ରାଜ୍ୟ ମାନଙ୍କରେ କୌଣସି ବିଧାନସଭା କି ବିଧାନ ପରିଷଦ ନଥିଲା। ସେଠି ଥିଲା କଣ ନା ରାଜା ଶାସନ। ସେଠିକାର ରାଜା ମୁଖ୍ୟ ଥିଲେ, ରାଜକୀୟ ଶାସନ ଚାଲିଥିଲା। ଏବଂ ଯେତେବେଳେ ଇଂରେଜ ମାନେ ଦେଶ ଛାଡ଼ି ଗଲେ, ସେତେବେଳେ ସେହି ଗଡ଼ଜାତ ରାଜ୍ୟ ମାନଙ୍କୁ 3ଟି ସୁବିଧା ଦେଇଗଲେ। କଣ 3ଟି ସୁବିଧା ଦେଇଗଲେ ତାହାକୁ ଆମେ କଣ କହୁଛୁ ନା ପାରାମାଉଣ୍ଟସି କୁହାଯାଏ। ତୁମେ ପଢିବ, ହାୟର କ୍ଲାସରେ ପଢିବ ଯେ ବ୍ରିଟିଶ ପାରାମାଉଣ୍ଟସି କଣ ଥିଲା, ସେମାନଙ୍କୁ କଣ ଦିଆଯାଇଥିଲା ସୁବିଧା। ନା ଗଡ଼ଜାତ ରାଜ୍ୟ ମାନଙ୍କୁ ସୁବିଧା ଦିଆଯାଇଥିଲା କଣ ନା ସେମାନେ ସ୍ୱାଧୀନତା ପରେ ସେମାନେ ଯଦି ଚାହିଁବେ ତାହେଲେ ଭାରତ ସହିତ ମିଶି ପାରିବେ, ବା ଯଦି ଚାହିଁବେ ପାକିସ୍ତାନ ସହିତ ମିଶି ପାରିବେ, ବା ଯଦି ଚାହିଁବେ ସେମାନେ ପାକିସ୍ତାନ କିମ୍ବା ଭାରତ କାହା ସହିତ ନ ମିଶି ସେମାନେ ସ୍ୱତନ୍ତ୍ର ରାଜ୍ୟ ଭାବରେ ରହିବେ। ତେଣୁ ଏଇ ଯୋଉ 3ଟି ଯୋଉ ସୁବିଧା ଦିଆଗଲା, ସେଥିପାଇଁ ସେଇ 535ଟି ଗଡ଼ଜାତ ରାଜ୍ୟ କଣ କହିଲେ ନା କିଛି ରାଜ୍ୟ କହିଲେ ଆମେ ଭାରତ ସହିତ ମିଶିବୁ, କିଛି ରାଜ୍ୟ କହିଲେ ଆମେ ସ୍ୱାଧୀନ ରହିବୁ, ଆଉ କିଛି ରାଜ୍ୟ କହିଲେ ଆମେ ପାକିସ୍ତାନ ସହିତ ମିଶିବୁ। ଏହିପରି ଭାବରେ ସେତେବେଳେ ଯଦି ଏହି 535ଟି ରାଜ୍ୟ ଯଦି ଏମିତି ଭାବରେ ମନସ୍ଥ କରିଥାନ୍ତେ ଯେ ଆମେ ପାକିସ୍ତାନ ସହିତ ମିଶିବୁ ବା ସ୍ୱାଧୀନ ରହିବୁ, ଆମେ ଭାରତ ସହିତ ମିଶିବୁ ନାହିଁ, ତାହେଲେ ଆଜି ଭାରତର ଅବସ୍ଥା କଣ ହେଇଥାନ୍ତା ପିଲାମାନେ ଜାଣିପାରୁଛ? ଆଜି ଭାରତ ଏମିତି ୟୁନିଟ ହେଇକି ରହିପାରି ନଥାନ୍ତା। ତେଣୁ ସେହି ସମୟରେ ସେତେବେଳର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଆମର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ୱରେ ସେହି ଦେଶୀୟ ରାଜ୍ୟ ମାନଙ୍କର ପୁନର୍ଗଠନ ପାଇଁ ପ୍ରୟାସ ଚାଲିଲା ଏବଂ କ୍ରମେ କ୍ରମେ 2 ବର୍ଷ ଭିତରେ ପ୍ରାୟତଃ 535ଟି ଦେଶୀୟ ରାଜ୍ୟ ମଧ୍ୟରୁ 532ଟି ଦେଶୀୟ ରାଜ୍ୟ ଭାରତରେ ମିଶିଗଲେ। କିନ୍ତୁ ଏଇଠି ଅଡୁଆ କିଏ କଲା ନା ମୋଟରେ 3ଟି ଦେଶୀୟ ରାଜ୍ୟ 532ଟି ମିଶିଗଲା ପରେ 535ରୁ 3ଟି ଦେଶୀୟ ରାଜ୍ୟ ଯଥା ଜାମ୍ମୁ କାଶ୍ମୀର, ଯାହାର ରାଜା ଥିଲେ ହରି ସିଂ, ଗୁଜୁରାଟର ଗୋଟେ ଜାଗା ଥିଲା ଜୁନାଗଡ଼, ତାହାର ରାଜା ଥିଲେ ମୁସଲିମ ରାଜା ଥିଲେ, ଏବଂ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ ଗୋଟେ ଜାଗା ଥିଲା, ତାହାର ମଧ୍ୟ ନିଜାମ ଥିଲେ ମୁସଲିମ ନିଜାମ ଥିଲେ। ତ ଏମାନେ କଣ କହିଲେ ନା ଏମାନେ କହିଲେ ଜାମ୍ମୁ କାଶ୍ମୀର କହିଲା ମୁଁ ଭାରତ ସହିତ ମିଶିବିନି କି ପାକିସ୍ତାନ ସହିତ ମିଶିବିନି, ମୁଁ ସ୍ୱାଧୀନ ରହିବି। ଏବଂ ଜୁନାଗଡ଼ ଏବଂ ହାଇଦ୍ରାବାଦ କହିଲା ନା ଆମେ ପାକିସ୍ତାନ ସହିତ ମିଶିବୁ। ତେଣୁ ଏଇଠି ଗୋଟେ ଅଡୁଆ ସୃଷ୍ଟି ହେଲା। ତେଣୁ ସର୍ବଶେଷରେ ଜୁନାଗଡ଼ରେ କଣ କରାଗଲା ନା ରେଫରେଣ୍ଡମ କରାଗଲା, ମାନେ ଲୋକମାନଙ୍କର ରାୟ ନିଆଗଲା। ଏଠି ଲୋକମାନଙ୍କର ରାୟ ନିଆଗଲା ପରେ କଣ ଦେଖାଗଲା ନା ଲୋକମାନେ କହିଲେ ଆମେ ଭାରତ ସହିତ ମିଶିବୁ। ତେଣୁ ସେଠି ଜୁନାଗଡ଼ର ଲୋକମାନଙ୍କର ରାୟ ନେଇକି ଜୁନାଗଡ଼କୁ କଣ କରାଗଲା ଭାରତ ସହିତ ମିଶି ଦିଆଗଲା। କିନ୍ତୁ ଜୁନାଗଡ଼ର ଯୋଉ ରାଜା ଥିଲେ ସିଏ କହୁଥିଲେ କଣ ମୁଁ ପାକିସ୍ତାନ ସହିତ ମିଶିବି। ତେଣୁ ସିଏ ଭାରତ ସହିତ ମିଶିଗଲା ପରେ ଜୁନାଗଡ଼ଟି ସେ ରାଜା କଣ କଲେ, ମୁସଲିମ ରାଜା, ସେ ପାକିସ୍ତାନ ପଳେଇଗଲେ।
तापर जम्मू काश्मीर कौन है ना जम्मू काश्मीर को पाकिस्तान कौन कला ना किसी आतंकवादी प्रेरण कला ये आतंकवादी मान द्वारा जम्मू काश्मीर कौन है आमर से गोटे आलोड़न सृष्टि है गोटे अस्थिर परिवेश सृष्टि है शेष में राजा हरि सिंह कौन कले आउ संभाली न पारी से भारत सहित मिसिले भारत को साहाय्य मागिले जे मते साहाय्य कर भारत से कौन कला ना तुम जदि आम सहित मिसिबो तारे आमे सेना पठेइबो सर्वशेष में कौन है ना हरि सिंह भारत में मिसिले जम्मू काश्मीर को मिसेले एवं यहाँ पर सेना अभियान है एवं सेना अभियान है कि जम्मू काश्मीर को भारत सहित मिसी दिया गला किंतु ये जो आतंकवादी मैंने जो प्रवेश कर सारी जी जगह प्रवेश कर सारी से जगह कौन है से पछकू हटिले नहीं पाकिस्तान से जगह को बर्तमान पाकिस्तान अख्तियार करके रखी जहाँ को आम कौन कहूँ पाकिस्तान ऑक्युपाइड काश्मीर बा पाकिस्तान अधिकृत काश्मीर बा पीओके कहूँ एवं एवं कथा चली पीओके जो पाकिस्तान अधिकार कर जगह को जम्मू काश्मीर ताकू आम बर्तमान पाकिस्तान पाखु आने को युद्ध करवा कथा चली जहाँ भी हो आम जगह तापर आसला हैदराबाद हैदराबाद निजाम कौन थे ना सी कहले मु मिसिबी नहीं एवं सी कौन कले ना लोक मान अत्याचार कले यही अत्याचार सही न पारी आमर भारत सरकार सरदार वल्लभ भाई पटेल अधीन से एक पुलिस कार्यक्रम है सेना कार्यक्रम है एवं सेना कार्यक्रम नाम था कौन ऑपरेशन पोलो एवं से ऑपरेशन पोलो से सेप्टेम्बर 17 तारिख में एवं से ऑपरेशन पोलो माध्यम कौन करागला ना तुम हैदराबाद की मध्य निजाम को कबल रक्षा पाइला एवं हैदराबाद आम भारत में मिसीगला तेणु सर्वशेष कौन है ना 535 जो राज्य थिला देशीय राज्य ताहा भारत में मिसिला एवं यह सहित बर्तमान जदि आम देखा जावा आम भारत में बर्तमान केतोटी राज्य अच्छी ना आम भारत में बर्तमान 28 राज्य एवं 9टी केंद्र शासित अंचल अच्छी यही कथा जो कहूँ 28 राज्य एवं 9टी केंद्र शासित अंचल अच्छी यह केबे हैला यह 2019 मसीहा परे हैला 2019 मसीहा परे हैला 2019 मसीहा परे कौन हैला ना हमर 28 टी राज्य एवं 9टी केंद्र शासित अंचल थिला ताले तुम मते प्रश्न करि पारे पिला जे 2019 मसीहा पूर्वरु हमर राज्य केतोटी थिला ना हमर 2019 मसीहा पूर्वरु हमर 29 राज्य थिला एवं 7टी केंद्र शासित अंचल थिला ताले वर्तमान 28 राज्य एवं 9टी केंद्र शासित अंचल केमिति हैला ना कौन हैला ना सेते बेले हमर जो जम्मू काश्मीर अछि सेते जम्मू काश्मीर टी राज्यर मान्यता पाइतला किंतु 19 मसीहा रे कौन हैला 2019 मसीहा रे ना 2019 अगस्त मास रे कौन हैला ना जम्मू काश्मीर रे हमर जो हमर प्रेसिडेंट रूल राष्ट्रपति शासन लागू करा जाई कि सेठी संविधान को प्रणयन करने पे चेष्टा करागला यह पूर्व कौन थिला ना से जम्मू काश्मीर रो गोटे स्वतंत्र संविधान थिला एवं जम्मू काश्मीर स्वतंत्र पताका थिला आम देशर नियम अनुଯାयी आम देशर संविधान नियम अनुଯାयी देशर गोटी जातीय पताका रहिबो देशर गोटी संविधान रहिबो किंतु जम्मू काश्मीर को गोटे स्वतंत्र सुविधा जायतिला कौन स्वतंत्र सुविधा जायतिला ना संविधान धारा 370 एवं धारा 35A एवं 35B अनुଯାयी जम्मू काश्मीर को स्वतंत्र राज्य मान्यता दिया यही धारा अनुଯାयी जम्मू काश्मीर स्वतंत्र संविधान रहिबो आ जम्मू काश्मीर स्वतंत्र पताका रहिबो किंतु 2019 मसीहा अगस्त मास रे कोन करला ना जम्मू काश्मीर राष्ट्रपति शासन लागू करा जाई हमर संसद रे एक जम्मू काश्मीर पुनर्गठन बिल पारित करा गला एवं ए जम्मू काश्मीर पुनर्गठन बिल पारित होला केबे 9 अगस्त 2019 मसीहा रे जम्मू काश्मीर पुनर्गठन बिल पारित हैला एवं यह 31 अक्टोबर 2019 रे यह आत्मप्रकाश लाभ कला एवं यही बिल टी पारित हैला परे एवं 31 अक्टोबर 2019 रे आत्मप्रकाश लाभ करला परे जम्मू काश्मीर कोन हैला ना दुईटी केंद्र शासित अंचल रे परिणत हैला हमर जो उत्तर को रहिला उत्तर पश्चिम को उत्तर पूर्व को सेटा लादाख शीतल मरुभूमि जो कहउछु लादाख है गोटे केन्द्रशासित अंचल आएपट को रहा तुम जम्मू काश्मीर आ गोटे केन्द्रशासित अंचल है अर्थ ये गोटे राज्य जो जम्मू काश्मीर थिला से राज्य बर्तमान से राज्य रहा ना से दुईटी केन्द्रशासित अंचल हो गला तेणु सर्वमोट 29 राज्य गोटे राज्य कटिगला 28 राज्य रहा और 7टी जो केन्द्रशासित अंचल था से दुईटी केन्द्रशासित अंचल जोग है तेणु होगा कतोटी 9टी केन्द्रशासित अंचल होगला तेणु ये जो तुम जो गोटे सिस्टमेटिकली जो पुनर्गठन होची एटा तुम पिला माने मने रखियो तेणु से 2019 मसीहा परे आमर देश में मोट 28 राज्य
ଏବଂ 9ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ତୁମେ ସେଇ 28 ରାଜ୍ୟକୁ ମନେ ରଖିବ ଟିକେ ଚେଷ୍ଟା କରିବ। ମୁଁ ସେଇ 28 ରାଜ୍ୟକୁ ତୁମକୁ ବର୍ତ୍ତମାନ ମୁଁ କହୁଛି। ସେ 28 ରାଜ୍ୟ କଣ କଣ ରହିଲା? ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ନାଗାଲାଣ୍ଡ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ହିମାଚଳ ପ୍ରଦେଶ, ମଣିପୁର, ତ୍ରିପୁରା, ମେଘାଳୟ, ସିକ୍କିମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ଗୋଆ, ଛତିଶଗଡ଼, ଉତ୍ତରାଖଣ୍ଡ, ଝାଡଖଣ୍ଡ। ଏ ହେଲା 28 ରାଜ୍ୟ। ଏବଂ କେନ୍ଦ୍ରଶାସିତ ଅଞ୍ଚଳ କେତୋଟି ଆମେ ଆଲୋଚନା କରି ଯାଇଛୁ ଅଲରେଡି। କେତୋଟି? 9ଟି। ନା 1987 ମସିହା ପରଠାରୁ ଅଦ୍ୟାବଧି 1987 ମସିହା ପରଠାରୁ ତୁମର କଣ ହେଇଛି ନା ଏ ପର୍ଯ୍ୟନ୍ତ ଭାରତରେ 9ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି। ସେଗୁଡିକ ହେଲା ତୁମର କଣ? ଦିଲ୍ଲୀ, ପଣ୍ଡିଚେରୀ ବା ଏବେ ତାକୁ ପୁଡୁଚେରୀ କହୁଛୁ, ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ, ଦାଦରା ନଗର ହାବେଳୀ, ଡାମନ ଡିଉ, ଚଣ୍ଡିଗଡ଼, ଜାମ୍ମୁ କାଶ୍ମୀର ଏବଂ ଲଦାଖ। ହେଲେ ମୋଟରେ କେତୋଟି? ନା 9ଟି କେନ୍ଦ୍ରଶାସିତ ଅଞ୍ଚଳ ହେଲା। ତେଣୁ ମନେ ରଖିବା ପିଲାମାନେ, ଏଟା ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାହେଲେ ବର୍ତ୍ତମାନ ଆମେ ଆଲୋଚନା କରିବା ଯେ ଏହି କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କର କଣ କଣ ସ୍ୱତନ୍ତ୍ର ଭୂମିକା ସବୁ ରହିଛି। ଦେଖ, ଆମେ ପ୍ରଥମେ ଦେଖିବା କଣ 1962 ମସିହାର ପଣ୍ଡିଚେରୀ ପ୍ରଶାସନ ଆଇନ ତଥା କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ 1963। ଏଠି ମନେ ରଖିବ ଟିକେ ଏଇ ଆଇନ ଗୁଡିକୁ। କଣ କହିଲା ସେ? ନା 1962 ମସିହାର ପଣ୍ଡିଚେରୀ ପ୍ରଶାସନ ଆଇନ ତଥା 1963 ମସିହାର କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ ଏବଂ ଚତୁର୍ଦ୍ଦଶ ବା 14ତମ ସମ୍ବିଧାନ ସଂଶୋଧନ ଆଇନ 1962, 37ତମ ସମ୍ବିଧାନ ସଂଶୋଧନ ଆଇନ 1974 ର ବ୍ୟବସ୍ଥା ତଥା ସମ୍ବିଧାନର ଧାରା 239 କ ଅନୁସାରେ ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଏକ ବିଧାନସଭା ଓ ମନ୍ତ୍ରୀ ପରିଷଦର ବ୍ୟବସ୍ଥା ରହିଛି। ତମେ ଜାଣିଛ କେନ୍ଦ୍ରଶାସିତ ଅଞ୍ଚଳର କଣ ହଉଛି ନା ବିଧାନସଭା କିମ୍ବା ମନ୍ତ୍ରୀ ପରିଷଦର ବ୍ୟବସ୍ଥା ନଥାଏ। ତାହା କଣ ଡାଇରେକ୍ଟ କେନ୍ଦ୍ର ଦ୍ୱାରା ଶାସିତ ହୁଏ। କିନ୍ତୁ ଆମର ପଣ୍ଡିଚେରୀ, ଦିଲ୍ଲୀ ଏବଂ ଏବେ ମଧ୍ୟ ଆଉ ଗୋଟେ ହେଇଯାଇଛି ଜାମ୍ମୁ କାଶ୍ମୀର, ଏଟା ବ୍ୟତିକ୍ରମ। କଣ ପାଇଁ? ନା 1962 ମସିହାର ପଣ୍ଡିଚେରୀ ପ୍ରଶାସନ ଆଇନ, 1963 ମସିହାର କେନ୍ଦ୍ରଶାସିତ ଅଞ୍ଚଳ ଶାସନ ଆଇନ, ଚତୁର୍ଦ୍ଦଶ ବା 14ତମ ସମ୍ବିଧାନ ସଂଶୋଧନ ଆଇନ 1962, 37ତମ ସମ୍ବିଧାନ ସଂଶୋଧନ ଆଇନ 1974 ଏବଂ ସମ୍ବିଧାନର ଧାରା 239 କ ଅନୁସାରେ କଣ କରାଗଲା? ପଣ୍ଡିଚେରୀକୁ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଏକ ବିଧାନସଭା ଏବଂ ମନ୍ତ୍ରୀ ପରିଷଦର ବ୍ୟବସ୍ଥା କରାଗଲା। ବୁଝିହେଇଛି? ବାସ୍। ଏବଂ ଯେହେତୁ ଏହାର ବିଧାନସଭା ଅଛି ତେଣୁ ଏଠି ମୁଖ୍ୟମନ୍ତ୍ରୀ ବଛାଯିବ। ଯେମିତି ବର୍ତ୍ତମାନ ଆମର ଦିଲ୍ଲୀ ବିଧାନସଭା ଅଛି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ କିଏ? ରେଖା ଗୁପ୍ତା। ତେଣୁ ସେହି ଅନୁସାରେ ଏଠି ମୁଖ୍ୟମନ୍ତ୍ରୀ ବଛାଯିବ। କିନ୍ତୁ ଏଠି ମୁଖ୍ୟମନ୍ତ୍ରୀ ଶାସନ ମୁଖ୍ୟ ନୁହନ୍ତି। ଏଠି ମୁଖ୍ୟମନ୍ତ୍ରୀ ଶାସନ ମୁଖ୍ୟ ନ ହୋଇ କିଏ ଶାସନ ମୁଖ୍ୟ ହେବେ? ନା ଏଠାରେ ଶାସନ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ ବା ଲେଫ୍ଟନାଣ୍ଟ ଗଭର୍ଣ୍ଣର। ତେଣୁ ମନେ ରଖିବ, ଯେଉଁ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କରେ ବିଧାନସଭା ଏବଂ ମନ୍ତ୍ରୀ ପରିଷଦ ଅଛି ସେଠାରେ ମୁଖ୍ୟମନ୍ତ୍ରୀ ବଛା ହେଲେ ମଧ୍ୟ ସେଠାରେ ଶାସନ ମୁଖ୍ୟ ମୁଖ୍ୟମନ୍ତ୍ରୀ ରହିବେ ନାହିଁ। ସେଠାରେ ଶାସନ ମୁଖ୍ୟ ରହିବ କିଏ? ନା ସେଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଜଣେ ଉପରାଜ୍ୟପାଳ ବା ଲେଫ୍ଟନାଣ୍ଟ ଗଭର୍ଣ୍ଣର ସେଠି ଶାସନ ମୁଖ୍ୟ ରହିବେ ଏବଂ ସେହି ଶାସନ ମୁଖ୍ୟ ରାଷ୍ଟ୍ରପତିଙ୍କ ଇଙ୍ଗିତରେ ବା ରାଷ୍ଟ୍ରପତିଙ୍କର ଅନୁସାରେ ଶାସନ ଚଳାଇବେ। ବୁଝିହେଲା? ଏହା ଗଲା ତୁମର କଣ? ନା ପଣ୍ଡିଚେରୀ ବିଷୟରେ ଗଲା। ତୁମେ ଛୁଆମାନେ ଜାଣିଛ ଯେ ପଣ୍ଡିଚେରୀ ଗୋଟିଏ ଜାଗା ନୁହଁ। ତୁମେ ଛୁଆମାନେ ମନେ ରଖିବ ଯେ ପଣ୍ଡିଚେରୀ ଯୋଉ କହୁଛୁ, ଆମେ ଯେମିତି ଦିଲ୍ଲୀ କହୁଛୁ, ଜାମ୍ମୁ କାଶ୍ମୀର କହୁଛୁ, ସେଟା ଗୋଟେ ଜାଗାରେ ଅଛି। କିନ୍ତୁ ପଣ୍ଡିଚେରୀ ଆକ୍ଚୁଆଲି ସେଟା ଗୋଟେ ଜାଗାରେ ନାହିଁ। ଆମେ ମନେ ରଖିବୁ ଛୁଆମାନେ, ପଣ୍ଡିଚେରୀକୁ ଶାସନ କରୁଥିଲା କିଏ? ନା ଆକ୍ଚୁଆଲି ପଣ୍ଡିଚେରୀକୁ ପ୍ରଥମେ ଶାସନ କରୁଥିଲା ବା ଶେଷ ପର୍ଯ୍ୟନ୍ତ ଶାସନ କରୁଥିଲା କିଏ? ଫରାସୀ ମାନେ। କିଏ ଶାସନ କରୁଥିଲେ? ଫରାସୀ ମାନେ। ଏଇଠି ଦେଖ ଚିତ୍ରରେ ଛୁଆମାନେ ଯେ ତୁମର ଏଇଟା ଆନ୍ଧ୍ରପ୍ରଦେଶ, ଏଇ ରାଜ୍ୟଟା କଣ? ଆନ୍ଧ୍ରପ୍ରଦେଶ। ଏହି ରାଜ୍ୟର ଦେଖ ସମୁଦ୍ର ଉପକୂଳବର୍ତ୍ତୀ ଗୋଟେ ଜାଗା ଅଛି ୟନମ। କଣ ଅଛି? ୟନମ। ତାକୁ ପଣ୍ଡିଚେରୀ ଲେଖା ହେଇଛି ନା ନାଇଁ? ତ ଏଇ ଯୋଉ ଆନ୍ଧ୍ରପ୍ରଦେଶର ୟନମ ଆଉ ତାମିଲନାଡୁର ଏଠି ଦେଖ ଲେଖା ହେଇଛି, ଏଇଠି
ତାମିଲନାଡୁ ରାଜ୍ୟର ଗୋଟେ ଜାଗା ଲେଖା ହେଇଛି କରାଇକଲ, ଏଠି ଲେଖା ହେଇନି ପଣ୍ଡିଚେରୀ କରାଇକଲ ଲେଖା ହେଇଛି। ଆଉ ତୁମର କେରଳର ଗୋଟେ ଲେଖା ହେଇଛି ଜାଗା ଦେଖ ମାହେ ଲେଖା ହେଇଛି, ପଣ୍ଡିଚେରୀ ଲେଖା ହେଇନି ଏଇଠି ଏବଂ ମାହେ ଲେଖା ହେଇଛି। ତ ଏଇ ଯୋଉ ତିନୋଟି ଜାଗା ଆନ୍ଧ୍ରପ୍ରଦେଶର ୟନମ, ତାମିଲନାଡୁର ତୁମର କାରାଇକଲ, କେରଳର ମାହେ, ଏ ତିନୋଟି ଜାଗା ହଉଛି କଣ ସେତେବେଳେ ଫରାସୀ ବା ଫରାସୀ ମାନଙ୍କର ଶାସନରେ ଥିଲା। ସେତେବେଳେ ଫରାସୀ ମାନଙ୍କୁ ହଟେଇକି ଆମର ଇଣ୍ଡିଆ ଏମାନଙ୍କୁ ଅଧିକାର କଲା। ତେଣୁ ସେତେବେଳେ ଯେତେବେଳେ ସେଠି ପଳାଇଗଲେ ଫରାସୀ ମାନେ, ଏଇ ଯୋଉ ତିନିଟା ରାଜ୍ୟ ତିନିଟା ଜାଗା ମିଶିକି କଣ ହେଇଗଲା ପଣ୍ଡିଚେରୀ, ଏବଂ ତାର ରାଜଧାନୀ କଣ ହେଲା ପୁଡୁଚେରୀ ବା ପଣ୍ଡିଚେରୀ ହେଲା। ତେଣୁ ଏଇଠି ମନେ ରଖିବ ଯେ ପଣ୍ଡିଚେରୀ ତିନିଟା ଜାଗାକୁ ମିଶିକି ହେଇଛି, ଆନ୍ଧ୍ରପ୍ରଦେଶର ୟନମ, ତାମିଲନାଡୁର କରାଇକଲ ଆଉ କେରଳର ମାହେ। ବୁଝି ହେଇଛି? ବାସ୍ ଓକେ। ତାପରେ ଆସିବା ଦିଲ୍ଲୀ କଥା ଆସିବା। କାହା କଥା ଆସିବା? ଦିଲ୍ଲୀ। ଦେଖ ସେହିପରି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି। ଯେମିତି ତୁମର ପଣ୍ଡିଚେରୀକୁ ଗୋଟେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି, ତାହାର ବିଧାନସଭା ଅଛି, ସେମିତି ଦିଲ୍ଲୀ ମଧ୍ୟ ଗୋଟେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଛି, ତାହାର ବିଧାନସଭା ଅଛି। କେମିତି ବିଧାନସଭା ରହିଲା ତାର, ବା କୋଉ ନିୟମ ଅନୁସାରେ ବିଧାନସଭା ରହିଲା ନା ମନେ ରଖିବା ଏଟା ପିଲାମାନେ 1992 ମସିହା ଫେବୃଆରୀ ମାସ 1 ତାରିଖ ଦିନ ସମ୍ବିଧାନର ଧାରା 239 କ, 239 କ ଏବଂ 69 ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଏକ ନୂତନ ବ୍ୟବସ୍ଥା ଯୋଗ କରାଗଲା ସମ୍ବିଧାନରେ, ଏବଂ ଏହି ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀକୁ ଜାତୀୟ ରାଜଧାନୀ ଅଞ୍ଚଳ ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ NCT ବା ନ୍ୟାସନାଲ କ୍ୟାପିଟାଲ ରିଜିଅନ NCR ର ମାନ୍ୟତା ମିଳିଛି। ଆଉ ଥରେ କହୁଛି 1992 ମସିହା ଫେବୃଆରୀ ମାସ 1 ତାରିଖରେ ସମ୍ବିଧାନର ଧାରା 239 କ, 239 କ ଏବଂ 69 ତମ ସମ୍ବିଧାନ ସଂଶୋଧନ ଆଇନ 1992 ଅନୁସାରେ କଣ କରାଗଲା ନା ଆମର ଦିଲ୍ଲୀକୁ କୁହାଗଲା କଣ ନା ନ୍ୟାସନାଲ କ୍ୟାପିଟାଲ ଟେରିଟୋରୀ ବା ନ୍ୟାସନାଲ କ୍ୟାପିଟାଲ ରିଜିଅନ ଜାତୀୟ ରାଜଧାନୀ ଅଞ୍ଚଳ ଭାବରେ ନାମକରଣ କରାଗଲା। ଏବଂ ଏହି ସ୍ୱୀକୃତି ମିଳିବା ସହିତ 1993 ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରୀ ପରିଷଦ ବ୍ୟବସ୍ଥା କରାଗଲା। ଏହି ସ୍ୱୀକୃତି ମିଳିବା ସହିତ ଦିଲ୍ଲୀ ପାଇଁ 1993 ମସିହା ଠାରୁ କଣ କରାଗଲା ନା ଗୋଟିଏ ବିଧାନସଭା ଓ ଗୋଟିଏ ମନ୍ତ୍ରୀ ପରିଷଦର ବ୍ୟବସ୍ଥା କରାଗଲା। ଏବଂ ଯେହେତୁ ଏହାର ବିଧାନସଭା ରହିଲା, ତେଣୁ ଏହାର ମୁଖ୍ୟ ବା ମୁଖ୍ୟମନ୍ତ୍ରୀ ବଛାଯିବ। କିନ୍ତୁ ମୁଖ୍ୟମନ୍ତ୍ରୀ ବଛାଗଲେ ମଧ୍ୟ ଏଠି ଶାସନ ମୁଖ୍ୟ ରହିବେ କିଏ ନା ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଉପରାଜ୍ୟପାଳ ବା ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଏବଂ এই ଲେଫ୍ଟନାଣ୍ଟ ଗଭର୍ଣ୍ଣରକୁ ସାହାଯ୍ୟ କରିବେ କିଏ ମୁଖ୍ୟମନ୍ତ୍ରୀ। ବୁଝିହେଲା? ଏବଂ ତୁମେ ଏଇଠି ଗୋଟେ କଥା ଭଲ କି ମନେ ରଖିବ ଯେ ଦେଶ ଚାଲୁଛି ବା ଦେଶର ଯୋଉ ଆଇନ ପ୍ରଣୟନ ହଉଛି କୋଉଠି ସମ୍ବିଧାନରେ, ସେମିତି ରାଜ୍ୟର ଆଇନ ପ୍ରଣୟନ ହୁଏ କୋଉଠି ରାଜ୍ୟର ବିଧାନସଭାରେ। କେନ୍ଦ୍ର ଆଇନ ପ୍ରଣୟନ କରେ ସମ୍ବିଧାନରେ, ତାହାର ସେଥିପାଇଁ ଅଛି ସେଣ୍ଟ୍ରାଲ ଲିଷ୍ଟ ବା କେନ୍ଦ୍ର ଲିଷ୍ଟ ଅଛି। ସେମିତି ରାଜ୍ୟ ଯୋଉ ଆଇନ ପ୍ରଣୟନ କରିବ ଯୋଉ ଯୋଉ ବିଷୟ ଗୁଡିକରେ, ତାହା ପାଇଁ ଅଛି ଷ୍ଟେଟ ଲିଷ୍ଟ, ରାଜ୍ୟ ଲିଷ୍ଟ ଅଛି। ସେମିତି ଉଭୟ ଯଦି ଚାହିଁବେ ରାଜ୍ୟ କେନ୍ଦ୍ର ମିଶିକି ଆଇନ ପ୍ରଣୟନ କରିବେ ଗୋଟେ ଭାଗରେ, ତାହା ପାଇଁ ଅଛି କନକରେଣ୍ଟ ଲିଷ୍ଟ ବା ସମବାୟ ଲିଷ୍ଟ ଅଛି। ତାହେଲେ ରାଜ୍ୟର ବିଷୟ ଗୁଡିକରେ ରାଜ୍ୟ ଆଇନ ପ୍ରଣୟନ କରିବ, କେନ୍ଦ୍ର ବିଷୟ ଗୁଡିକରେ କେନ୍ଦ୍ର ଆଇନ ପ୍ରଣୟନ କରିବ, ଏଇଭଳି କଥା। କିନ୍ତୁ ଏଠି କଣ କରାଗଲା, ଯେହେତୁ ନ୍ୟାସନାଲ କ୍ୟାପିଟାଲ ରିଜିଅନ ରହିଲା ଦିଲ୍ଲୀ, ଦିଲ୍ଲୀରେ ଦେଶର ରାଜଧାନୀ ରହିଲା, ସେଥିପାଇଁ କଣ କରାଗଲା ନା ରାଜ୍ୟ ତାଲିକାଭୁକ୍ତ 3ଗୋଟି ବିଷୟ ଯଥା ଆଇନ, ଶାନ୍ତି ଶୃଙ୍ଖଳା, ପୋଲିସ ଏବଂ ଜମିଜମା, ଏଇ 3ଟା ବିଷୟ ରାଜ୍ୟ ତାଲିକାଭୁକ୍ତ ଅଛି। ମାନେ ଏଠି ରାଜ୍ୟ ଏହି 3ଟା ବିଷୟରେ ମଧ୍ୟ ଆଇନ ପ୍ରଣୟନ କରିପାରିବ ଯେହେତୁ ସେ ରାଜ୍ୟ ତାଲିକାରେ ଅଛି। କିନ୍ତୁ ସେଠି କଣ କରାଗଲା ନା ରାଜ୍ୟ ଏ 3ଟା ବିଷୟରେ ଆଇନ ପ୍ରଣୟନ ନ କରିପାରି କାହାକୁ ଦିଆଗଲା ଏ 3ଟା ବିଷୟରେ ଆଇନ ପ୍ରଣୟନ କରିବା ପାଇଁ? କେନ୍ଦ୍ରକୁ ଦିଆଗଲା। କୋଉ କୋଉ ବିଷୟ ନା ତୁମ ଆଉଥରେ କହୁଛି, ଆଇନ ଓ ଶାନ୍ତି ଶୃଙ୍ଖଳା, ଲ ଏଣ୍ଡ ଅର୍ଡର, ପୋଲିସ ଏବଂ ଲ୍ୟାଣ୍ଡ ଜମିଜମା ବିଷୟକୁ କେନ୍ଦ୍ର ଆଇନ ପ୍ରଣୟନ କରିବା ପାଇଁ ଦିଆଗଲା ଅଧିକାର। ଏହା ରାଜ୍ୟ ଲିଷ୍ଟ ହେଲେ ମଧ୍ୟ କେନ୍ଦ୍ର ଆଇନ ପ୍ରଣୟନ କରିବ ଏହି ଯୋଉ NCR ହେଲା ପରେ ବା ଜାତୀୟ ରାଜଧାନୀ ହେଲା ପରେ। ଏବଂ ଏହି 3ଟା ବିଷୟକୁ ଛାଡିକି ରାଜ୍ୟ ଲିଷ୍ଟରେ ଆଉ ଯାହା ଯାହା ବିଷୟ ଅଛି ଦିଲ୍ଲୀ ରାଜ୍ୟ ସେଥିରେ ଆଇନ ପ୍ରଣୟନ କରିପାରିବ। କେବଳ ଏହି 3ଟାକୁ ଆଇନ ପ୍ରଣୟନ କରିପାରିବ ନାହିଁ, ଏହା କରିବ କି କେନ୍ଦ୍ର କରିବ।
ओके वर्तमान दिल्ली रो जो विधानसभा निर्वाचन होईची एडी मुख्यमंत्री किए अछि तुम जानिछ पिला माने कमेंट बॉक्स रे मते रिप्लाई करिवो जे दिल्ली रो वर्तमान मुख्यमंत्री किए अछंती मु एटा उत्तर कहबे नै तुम माने कमेंट बॉक्स रे मते रिप्लाई करिवो देखिया केजन पिला जानिछ एबे आसीबा देखो कौनसी अधिकृत अंचल प्रशासन पई आम संविधान रे कोनसी स्वतंत्र व्यवस्था नै माने कोन जदि भारत स्वाधीनता परे किछि अंचल को अधिकार करिछि जेमति स्वाधीनता परे काहा को अधिकार कला भारत फरासी पाखरु पंडिचेरी को अधिकार कला जम्मू काश्मीर अवश्य आम अंश थिला सिक्किम को अधिकार कला ए जो पंडिचेरी हो सिक्किम हो एहा को जो अधिकार करा हिच हम विदेशी मानक पाखरु ताहार शासन पई आम संविधान रे प्रथम व्यवस्था नथिला सेति पई कोन करा गला ना संविधान रे संशोधन करा गला एवं संशोधन करिकि हमर ता पई ताहार शासन पई व्यवस्था अना गला पिला माने मन रखिबो संविधान रे प्रथमे जो सब जिनिस नथिला ता परवर्ती समय संविधान रे ऐड करा हिची जोग करा हिची केमिति जोग करा हिची ना संविधान को संशोधन करिकि जोग करा हिची सेति पई जो तुमरो कोआ गला 14तम संविधान संशोधन 69तम संविधान संशोधन एगुडा एमिति संशोधन काहे कहिची ना एगुडा प्रथमे संविधान जतले तयारी हितला नथिला ता परवर्ती समय रे एहाकु जोग करा जायछि बुझिछि तेनु तेनु कोन करा गला जो अंचल गुडी को अधिकार करा गला सही अंचल गुडी को कोन करा गला केंद्र शासित अंचल रो पदमर्यादा दिया गला सेमिति हमें किछि केंद्र शासित अंचल पदमर्यादा देइछु कोन ना फरासी अधिकृत पंडिचेरी काराइकल माहे यनमटा कोन आंध्र प्रदेश रो माहेटा कोन केरल रो काराइकल कोन तमिलनाडु रो पंडिचेरी मध्ये तमिलनाडु रो एमाने सब कहा अधीन थिला फरासी अधीन थिला फरासी पाखु ताको अधिकार करले तो सेमानकु अधिकार करके गोटे केंद्र शासित अंचल पंडिचेरी कर दिया गला एवं केंद्र शासित अंचल पंडिचेरी कला फल आम संविधान संशोधन करके संशोधन कला परे संविधान को तार शासन पे व्यवस्था करा गला सेमिति पोर्तुगाल अधिकृत गोवा गोवाटा प्रथमे ताहार अधिकार थिला पोर्तुगाल अधिकार थिला सेमिति डामनडिउ दादरा नगर हवेली एमाने मध्ये पोर्तुगाल अधिकार थिले तन गोवा डामनडिउ दादरा नगर हवेली एमाने पोर्तुगाल अधीन थिले जते बेले एमाने पोर्तुगाल पाखरु हम भारत को आसिले केते मसरे 1962 मसरे से गुड को कोन कर दिया गला तीनोटी केंद्र शासित अंचल कर दिया गला गोवा डामनडिउ एवं दादरा नगर हवेली ता परवर्ती समय गोवाटा केंद्र शासित अंचल राज्य हो जाईची किंतु हमर दादरा नगर हवेली एवं डामनडिउ वर्तमान से केंद्र शासित अंचल हेकी अछंती केंद्र शासित अंचल ए संपर्क रे हमें कोठी पढिबा ना संविधान रो 10म द्वादश चतुर्दश संशोधन आईन रे ए विषय रे आलोचना करा हिच एहा तुमे एही 10म रे पढिबो नै एहा तुमे प्लस 2 रे जतले राजनीति विज्ञान पढिबो ततले ए सब विषय अधिक जानिबो एथिकली एथिकटिका मन रखथाउ जे जते बेले गोटे देश को भारत स्वाधीनता परवर्ती समय अधिकार करिछि सेते बेले ताहार शासन पे कोनोसी व्यवस्था नथिला तेणु ताकू कोन करा गला ना ताकू केंद्र शासित अंचल रे कन्वर्ट करा गला एवं संविधान रे संशोधन आना गला एवं ताहार शासन व्यवस्था हमें निर्णय करलु बुझी हिची तेणु मु आशा करछि आज एतिकी थाउ आज हमें तले कोन कोन पढले ना भारत रो राज्य एवं केंद्र शासित अंचल केतडी अछि केमिति ताहा सृष्टि हला स्वाधीनता परे एहा हमें पढिले वर्तमान आसंता पीरियड को हमें कोन करिबा ना राज्य पुनर्गठन रो प्रभावमान घटनावली माने जो राज्य गुडी को पुनर्गठन हेछि केंद्र शासित अंचल गुडी को पुनर्गठन हेछि एहा केमिति सिस्टमैटिकली जे राज्य केंद्र शासित अंचल गुडी को स्वाधीनता समय जति कितला ता परवर्ती समय ए पर्यंत बढ़ी जाईछि केमिति बढ़िला केमिति सृष्टि हला केमिति राज्य गुडी को पुनर्गठन हला केमिति केंद्र शासित अंचल गुडी को पुनर्गठन हला से सब तार प्रभावमान घटनावली सिस्टमैटिकली फ्लो आमे पढिबा आसंता पीरियड को।